ପରାତ ନଦୀ ବୋଲବାଟା ଏଦନ ଉଦ୍ୟାନରେ ଆଦାମ ଅବାଙ୍କୁ ରଖିବା ଜାଗାରେ ସେ ଜାଗାରୁ ବାହାରୁଥିଲା। ହାଲେଲୁୟା। ସେ ପରାତ ନଦୀ ପୂର୍ବ ଦିଗରେ ଅଛି। କୋଉଠି ଅଛି? ପୂର୍ବ ଦିଗରେ, ମାନେ ସୂର୍ଯ୍ୟ ଯୋଉ ପଟ ଆସିବ ସେ ଦିଗରେ ଅଛି। ହାଲେଲୁୟା। ସେଠି ଚାରିଟା ଦୂତ ସେମାନେ ବନ୍ଧା ହେବା ବେଳେ ଦୂତ, ବର୍ତ୍ତମାନ ସେମାନେ ଭୂତ। ହାଲେଲୁୟା। ସେ ଦୂତ ମାନେ ସ୍ୱର୍ଗରୁ ଥିଲେ, ଲୁସିଫର ସାଙ୍ଗରେ ଥିଲେ। ପରମେଶ୍ୱରଙ୍କ ବିରୁଦ୍ଧ ଆଚରଣ କରିବାରୁ ସେମାନଙ୍କୁ ସ୍ୱର୍ଗରୁ ପରମେଶ୍ୱର ତଳକୁ ପକେଇଦେଲେ। ଆଉ ଏ ପ୍ରଧାନ ଦୂତ ମାନଙ୍କୁ, ଯୋଉମାନେ ପ୍ରଧାନ ଦୂତ ମାନେ ପୁରା ମେନ୍ ଦୂତ ମାନେ ଏମାନଙ୍କୁ ପରାତ ନଦୀରେ ବନ୍ଦୀ କରିଦେଇଛନ୍ତି। ବର୍ତ୍ତମାନ ବି ସେଠି ଅଛନ୍ତି। ସେମାନେ ଦୂତ ହେଇକରି ନାହାନ୍ତି, ମାତ୍ର ଭୂତ ହେଇକରି ଅଛନ୍ତି ସେମାନେ। ହାଲେଲୁୟା। ସେମାନେ କେବେ ବାହାରିବେ ବୋଲି କହିଲେ, ଷଷ୍ଠ ଦୂତ ତୁରିଧ୍ୱନି କରିବା ସମୟରେ, 6 ନମ୍ବର ଦୂତ ତୁରିଧ୍ୱନି କରିବ ଆସନ୍ତା ଦିନ ମାନଙ୍କରେ। ପ୍ରଭୁ ଯୀଶୁଖ୍ରୀଷ୍ଟ ଆସିବା ପୂର୍ବରେ, ଏ ପୃଥିବୀକୁ ଆମମାନଙ୍କୁ ନେବାକୁ ଆସିବା ପୂର୍ବରେ ଏ 7ଟା ଦୂତ ତୁରିଧ୍ୱନି କରିବେ, ତିତ୍ରୀ ମହରୀ କରିବେ। 7ଟା ଦୂତ। ହାଲେଲୁୟା। 1 ନମ୍ବର ଦୂତ, 2 ନମ୍ବର ଦୂତ, 3 ନମ୍ବର ଦୂତ, 4 ନମ୍ବର, 5 ନମ୍ବର, ଆଜି 6 ନମ୍ବର ବିଷୟ ଆମେ ଶୁଣୁଛୁ। ହାଲେଲୁୟା। ଆଉ ଗୋଟେ ବିଷୟ ରହିଛି, ଆଉ ଗୋଟେ ଦୂତ ତୁରିଧ୍ୱନି କରିବାର ରହିଛି। ସେ ଦୂତ ତୁରିଧ୍ୱନି କରିବା ବେଳେ, ମାନେ ସପ୍ତମ ଦୂତ ତୁରିଧ୍ୱନି କରିବା ସମୟରେ ଆମେ ସମସ୍ତେ କଣ ହବୁ? ଯୀଶୁଖ୍ରୀଷ୍ଟଙ୍କ ରାଜ୍ୟକୁ ଉଠାଯିବୁ। ହାଲେଲୁୟା। କିନ୍ତୁ ଏଇ ଷଷ୍ଠ ଦୂତ ତୁରିଧ୍ୱନି କରିବା ସମୟରେ ଆଉ ପରାତ ନଦୀରେ ଥିବା ସେଇ ଭୂତ ମାନଙ୍କୁ ଏ ଷଷ୍ଠ ଦୂତ କଣ କରିଦେଲା? ଖଲାସ କରିଦେଲା। ହାଲେଲୁୟା। କଣ କରିଦେଲା? ପିଟେଇ ଦେଲା। ତାଙ୍କୁ ପରମେଶ୍ୱର ବାନ୍ଧିକି ରଖିଦେଇଛନ୍ତି। ସେମାନଙ୍କୁ ମୁକ୍ତ କରାଯିବ। କଣ ପାଇଁ ମୁକ୍ତ କରାଯିବ ବୋଲି କହିଲେ, ପୃଥିବୀରେ 3 ଭାଗ ଲୋକମାନଙ୍କୁ, କେତେ ଭାଗ ଲୋକମାନଙ୍କୁ? 3 ଭାଗ ଲୋକମାନଙ୍କୁ ମାନେ ନଷ୍ଟ କରିବା ପାଇଁ, 3 ଭାଗ, ତୃତୀୟାଂଶ ଲୋକଙ୍କୁ କଣ କରିବେ? ବଧ କରିବା ନିମନ୍ତେ ଏଇ 4 ଦୂତଙ୍କୁ ସେଇ ଦଣ୍ଡ, ସେଇ ମାସ, ସେଇ ଦିନ, ସେଇ ମାସ, ସେ ବର୍ଷ ସେମାନଙ୍କୁ ଅଧିକାର ଦିଆଗଲା।